ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ହିନ୍ଦୁ ଖାଇଲେ ଗୋମାଂସ। ଆଉ ଥରେ ମୁଁ କହିଦେଉଛି, ହିନ୍ଦୁମାନେ ଗୋମାଂସ ଖାଇଲେ ବା ହିନ୍ଦୁମାନେ ଖାଇଦେଲେ ଗୋମାଂସ। ଏଇ ଖବରଟା କିଛି ଦିନ ହେଲାଣି ପୁରା ଭାଇରାଲ୍ ହେବାର ଲାଗିଛି ଯେ ହିନ୍ଦୁମାନେ ଗୋମାଂସ ଖାଇଦେଲେ, ଗାଈ ମାଂସ ଖାଇଦେଲେ। ଏଇ ଘଟଣାଟା ଘଟିଅଛି ପୁରୀର ଗୋଟେ ହୋଟେଲରେ ଘଟିଅଛି। ଆଉ ସେଠି କେତେଜଣ ହିନ୍ଦୁ ଭାଇମାନେ ଯାଇଥିଲେ। ଆଉ ସେମାନେ ଭାବିଲେ ଏଇଟା ହେଉଛି ମଟନ୍। ହଁ ପ୍ରିୟ ବନ୍ଧୁଗଣ, ସେମାନେ ଭାବିଲେ ଏଇଟା ହେଉଛି ମଟନ୍। ଆଉ ମାତ୍ର 100 ଟଙ୍କାରେ ମିଳୁଥିଲା। ଆଉ ତାକୁ ଏମାନେ କ'ଣ କଲେ, ଖାଇଦେଲେ। ଖାଇଲା ପରେ ଏମାନେ ସନ୍ଦେହ କଲେ ଯଦି ମଟନ୍ ଏତେ କମ୍ ଦାମରେ ମିଳିଲା କେମିତି। ତେବେ ଏଇ ପ୍ରଶ୍ନ ସେମାନଙ୍କ ଭିତରେ ଆସିଥିଲା। ଆଉ ସେମାନଙ୍କ ଭିତରେ ଗୋଟେ ଗୁଜବ ସୃଷ୍ଟି ହୋଇଥିଲା ଯେ ଆମେ ଯେଉଁଟା ଖାଇଲୁ ସେଇଟା ହେଉଛି ମଟନ୍ ନୁହେଁ, ସେଇଟା ହେଉଛି ଗୋମାଂସ ବା ଗାଈ ମାଂସ, ଯେଉଁଟାକି ମଟନ୍ ସହିତ ମିକ୍ସ କରିକି ଆମକୁ ପରଷା ଯାଇଥିଲା। ଏତେ କମ୍ ଦାମରେ 100 ଟଙ୍କାରେ ଆମେ ମଟନ୍ ଖାଇଲୁ, କିନ୍ତୁ ଏଇଟା ପ୍ରକୃତରେ ମଟନ୍ ନୁହେଁ, ଏଇଟା ହେଉଛି ଗୋମାଂସ। ହିନ୍ଦୁ ଖାଇଦେଲେ ଗୋମାଂସ ବା ଖ୍ରୀଷ୍ଟିଆନ ବିରୋଧୀ ଖାଇଲେ ଗୋରୁର ମାଂସ। ୟାକୁ ନେଇକି ଅନେକ ବିରୋଧ ଘଟିଛି। ଆପଣ ୟୁଟ୍ୟୁବରେ ସର୍ଚ୍ଚ କଲେ ଆପଣ ଜାଣିପାରିବେ ୟାକୁ ନେଇକି କ'ଣ କ'ଣ ଖବର ଗୁଡ଼ା ସବୁ ଆସିଛି। ଆଉ ଯେଉଁ ହୋଟେଲରେ ଏଇଭଳି ଅଭାବନୀୟ ଘଟଣା ଘଟିଲା, ଦୁର୍ଘଟଣା ଘଟିଲା, ସେ ହୋଟେଲର ମାଲିକଙ୍କୁ ଆରେଷ୍ଟ କରିବା ନିମନ୍ତେ ଏବଂ ସେ ହୋଟେଲକୁ ସିଜ୍ କରିବା ନିମନ୍ତେ ଆନ୍ଦୋଳନ ମଧ୍ୟ ହୋଇଅଛି। କାରଣ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ଭଲ ଭାବରେ ଜାଣନ୍ତି ହିନ୍ଦୁମାନେ କାହାକୁ କାହାକୁ ପୂଜା ନ କରନ୍ତି। ଏମାନେ ଗାଈକୁ ମଧ୍ୟ ମାନେ ପୂଜା କରନ୍ତି। ଗାଈକୁ ସେମାନେ ମା ବୋଲି କହନ୍ତି। ସେଥି ନିମନ୍ତେ ଏଇଟା ହେଉଛି ସେଥି ନିମନ୍ତେ ଆନ୍ଦୋଳନ ଯେ ସେ ହୋଟେଲକୁ ସିଜ୍ କରାଯାଉ, ସେ ହୋଟେଲକୁ ବନ୍ଦ କରାଯାଉ। କାରଣ ସେ ହୋଟେଲରେ ମଟନ୍ ନାଁରେ ମିଳୁଛି ଗୋମାଂସ ବା ଆପଣ କହିପାରିବେ ଗାଈ ମାଂସ ଆପଣ କହିପାରିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଘଟଣାଟି ବିଲକୁଲ ସତ୍ୟ ଅଟେ। ଘଟଣାଟି ସତ୍ୟ ଅଟେ। ଏଥିରେ କୌଣସି ଟିକେ ବି ମିଥ୍ୟା ହିଁ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ହିନ୍ଦୁମାନେ ଗୋମାଂସ ଖାଇଦେଲେ। ତେବେ ଆପଣ ହୁଏତ ଭାବୁଥିବେ ଏଇ ଟପିକ୍ କାହିଁକି ନେଇକି ଆସିଛି। ଏଇ ଟପିକ୍ ଆଣିବାର ମୋର ଉଦ୍ଦେଶ୍ୟ କ'ଣ, ମୋର କାରଣ କ'ଣ? କାରଣ ବିନା କାରଣରେ କୌଣସି ବି ବିଷୟ ହୁଏ ନାହିଁ। ଏଇ ଟପିକ୍ ମୁଁ ଆଣିଛି ମାନେ ଏହା ପଛରେ ନିହାତି ଗୋଟେ ବହୁତ ବଡ଼ କାରଣ ଥିବ। ଯଦି ଆପଣ ଏହିପରି ଭାବୁଛନ୍ତି, ଆପଣ ବିଲକୁଲ ଠିକ୍ ଭାବୁଛନ୍ତି। ତେବେ ଏହା ପଛରେ କ'ଣ କାହାଣୀ ରହିଅଛି, ମୁଁ କାହିଁକି ଏ ଟପିକ୍କୁ ନେଇକି ଆସିଲି, ତାର ମଧ୍ୟ କାରଣ ରହିଅଛି। କାରଣ ପ୍ରିୟ ବନ୍ଧୁଗଣ, ବିଗତ ଦିନମାନଙ୍କରୁ ବର୍ତ୍ତମାନ ପର୍ଯ୍ୟନ୍ତ, ମାନେ ମୋର କହିବାର ଅର୍ଥ ହେଉଛି ଅନେକ ବର୍ଷ ପୂର୍ବରୁ ଆମେ ଯେତେବେଳେ ଧରା ପୃଷ୍ଠରେ ଜନ୍ମ ନେଇନଥିଲୁ, ସେହି ସମୟରୁ ଖ୍ରୀଷ୍ଟିଆନ ଧର୍ମ ପରିବର୍ତ୍ତନ ପରି ଆଉ ଗୋଟେ ଗୁଜବ ମଧ୍ୟ ରହିଆସିଅଛି। ଏଇଟା ତ ସାଧାରଣ ବିଷୟ, ଛାଡ଼ନ୍ତୁ ଯେ ଟଙ୍କା ନେଇକି ଖ୍ରୀଷ୍ଟିଆନ ହେଉଛନ୍ତି, ଏଇଟା ତ ସାଧାରଣ ବିଷୟ। କିନ୍ତୁ ଧର୍ମ ପରିବର୍ତ୍ତନ ସହିତ
ଆଉ ଗୋଟେ ଗୁଜବ ମଧ୍ୟ ରହିଅଛି। ସେ ଗୁଜବଟା କ'ଣ ଯେ ଖ୍ରୀଷ୍ଟିଆନ ମାନେ କ'ଣ କରୁଛନ୍ତି, ଗୋମାଂସ ଖାଆନ୍ତି, ଗାଈ ମାଂସ ଖାଆନ୍ତି। ଏଇ ଗୁଜବ ମଧ୍ୟ ରହିଆସିଅଛି। ତେବେ ଯେଉଁ ବିରୋଧୀମାନେ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଦୋଷ ଦେଉଥିଲେ ଯେ ଦେଖ ଖ୍ରୀଷ୍ଟିଆନ ମାନେ କିପରି ଗୋମାଂସ ଭକ୍ଷଣ କରୁଛନ୍ତି, ଖ୍ରୀଷ୍ଟିଆନ ମାନେ ସମସ୍ତେ ଗାଈ ମାଂସ ଖାଆନ୍ତି, ସେମାନେ ବର୍ତ୍ତମାନ କ'ଣ ଜବାବ ଦେବେ? ଏବେ ତ ହିନ୍ଦୁମାନେ ବି ଗାଈ ମାଂସ ଖାଇଦେଲେ। ତେବେ ଏଠାରେ ଗୋଟିଏ ବିଷୟ ହେଉଛି, ସେମାନଙ୍କର ଯେଉଁ ଧର୍ମ, ସେମାନେ ହିନ୍ଦୁ ଧର୍ମକୁ ମାନନ୍ତି, ସେ ଧର୍ମ ରହିଲା ନା ସେ ଧର୍ମ ନଷ୍ଟ ହୋଇଗଲା? ଗୋମାଂସ ଖାଇବା ଦ୍ୱାରା, ହୋଟେଲରେ ବସିକି ଗାଈ ମାଂସ ଖାଇବା ଦ୍ୱାରା ତାଙ୍କର ହିନ୍ଦୁ ଧର୍ମ ରହିଲା କି ହିନ୍ଦୁ ଧର୍ମ ପୁରା ଲୋପ ପାଇଗଲା? ତେବେ ଅନେକ କହନ୍ତି ଯେ ଆମର ଧର୍ମ ପ୍ରତି ବିପଦ ଅଛି, ଆମର ହିନ୍ଦୁ ଧର୍ମ ପ୍ରତି ବିପଦ ଅଛି। ତେବେ ଏବେ କ'ଣ କହିବେ ସେମାନେ ବିରୋଧୀମାନେ? ହିନ୍ଦୁ ଧର୍ମ ପ୍ରତି ବିପଦ ଅଛି ନା ନାହିଁ? ବର୍ତ୍ତମାନ ଯେଉଁ ହିନ୍ଦୁମାନେ ଗୋମାଂସ ଖାଇଦେଲେ, ଏହାଦ୍ୱାରା ହିନ୍ଦୁ ଧର୍ମ ପୁରା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା କି? ଏଇଟା ହେଉଛି ମୋର ପ୍ରଶ୍ନ। ତେବେ এই ସମସ୍ତ ବିଷୟ ହେଉଛି ଫାଲତୁ ବିଷୟ। ଏଥିରେ କୌଣସି ସତ୍ୟତା ନାହିଁ। କୌଣସି ଗୋଟେ ବିଷୟ ଖାଇଦେଲେ କି ଗୋଟେ ବିଷୟ ପିଇଦେଲେ କୌଣସି ଧର୍ମ ନଷ୍ଟ ହୁଏ ନାହିଁ। ମୋର କମେଣ୍ଟ ବକ୍ସରେ ମଧ୍ୟ ଆପଣ ଅନେକ କମେଣ୍ଟ ପାଇବେ, ଯେଉଁଠି ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ କମେଣ୍ଟ କରନ୍ତି, ତୁମେ ସବୁ ଗୋମାଂସ ଖାଉଛ। ଆମେ ଯଦି ଗୋମାଂସ ଖାଉଛୁ, ତେବେ ତୁମ ଲୋକମାନେ ତ ଏକ ପବିତ୍ର ଖାଦ୍ୟ ଭୋଜନ କଲେ ହୋଟେଲ ଭିତରେ ପଶିକି, ଆଉ ଟିକେ ବି ଦେଖିଲେ ନାହିଁ ଯେ ସେଇଟା ମଟନ୍ ନା ସେଟା ଗୋମାଂସ। ସେମାନେ ଟିକେ ବି ଲକ୍ଷ୍ୟ କଲେ ନାହିଁ, କିନ୍ତୁ କ'ଣ କଲେ, ପଶିଲେ, ସେଟା ଖାଇ ଦେଇକି ପଳେଇ ଆସିଲେ। ଖାଇସାରିଲା ପରେ କହୁଛନ୍ତି ଆମେ ଗୋମାଂସ ଖାଇଦେଲୁ। ସେ ହୋଟେଲର ମାଲିକ ମଧ୍ୟ ସେ କ'ଣ କରୁଛନ୍ତି, ସେ ହୋଟେଲର ମାଲିକ ଯିଏ, ସେ ମଧ୍ୟ କହୁଛନ୍ତି ଯେ ଆମେ କୌଣସି ରୂପରେ ଏମିତି ଆମେ କାମ କରିନାହୁଁ। ଏଇଟା ହେଉଛି ଏକ ମିଥ୍ୟା ଗୁଜବ। ଆଉ ଆପଣ ତ ଭଲ ଭାବରେ ଜାଣନ୍ତି, ଆପଣ ଭଲ ଭାବରେ ଜାଣନ୍ତି ଖ୍ରୀଷ୍ଟିଆନ ବିରୋଧୀମାନେ ଗୁଜବ ସୃଷ୍ଟି କରିବାରେ କେଡ଼େ ଧୁରନ୍ଧର ସେମାନେ। ତେବେ ପ୍ରିୟ ବନ୍ଧୁଗଣ, ଏ ସମସ୍ତ ବିଷୟକୁ ନେଇକି ଆପଣଙ୍କ ମନରେ କ'ଣ ପ୍ରଶ୍ନ ଅଛି ମୋତେ କମେଣ୍ଟ କରିକି ମୋତେ ଜଣାଇବେ। ତେବେ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।